ପିଲାମାନେ ଆଜି ଆମେ ଗୋଟେ ଗପ ଶୁଣିବା। ଗପର ନାଁ ହେଉଛି ସିଂହ ଓ ମୂଷା। ଗୋଟିଏ ବଡ଼ ବଣ ଥିଲା। ବଣ ଭିତରେ ଗୋଟିଏ ଗୁମ୍ଫାରେ ସିଂହଟିଏ ରହୁଥିଲା। ସେହି ଗୁମ୍ଫା ପାଖ ବରଗଛ ମୂଳେ ଗାତ କରି ମୂଷାମାନେ ରହୁଥିଲେ। ଦିନେ ଖରାବେଳେ ସିଂହଟି ଗଛ ମୂଳେ ଶୋଇଥିଲା। ମୂଷାମାନେ ଗାତରୁ ବାହାରି ଗଛ ଡାଳରେ ଖେଳୁଥାନ୍ତି। ଏମିତି ଖେଳୁ ଖେଳୁ ଗୋଟିଏ ମୂଷାଛୁଆର ଗୋଡ଼ ଖସିଗଲା। ସେ ସିଂହ ଉପରେ ପଡ଼ିଗଲା। ଏଥିରେ ସିଂହର ନିଦ ଭାଙ୍ଗିଗଲା। ସେ ଖୁବ୍ ଜୋରରେ ରାଗିଯାଇ ମୂଷାଛୁଆକୁ ଧରି ପକାଇଲା। କହିଲା, ଦୁଷ୍ଟ ମୂଷା, ତୋର କ'ଣ ଟିକିଏ ବି ଡର ଭୟ ନାହିଁ? ମୋ ଉପରେ ଦୌଡ଼ା ଦୌଡ଼ି କରି ଖେଳୁଛୁ? ମୁଁ ଆଜି ତତେ ମାରିଦେବି। ସିଂହ କଥା ଶୁଣି ମୂଷାଛୁଆଟି ଡରିଗଲା। ଥରି ଥରି କହିଲା, ମହାରାଜ, ମୋର ଭୁଲ ହୋଇଛି। ଆଉ ଏଭଳି ଦୁଷ୍ଟାମି କରିବି ନାହିଁ। ଆଜି ଦୟାକରି ମୋତେ ଛାଡ଼ି ଦିଅନ୍ତୁ। ଦରକାର ବେଳେ ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି। ମୂଷାଛୁଆ କଥା ଶୁଣି ସିଂହ ହସିଦେଲା। ସେ କହିଲା, ତୁ ଏଡ଼ିକି ଟିକେ ମୂଷାଛୁଆ, ଫୁଙ୍କିଦେଲେ ଉଡ଼ିଯିବୁ। କହୁଛୁ କ'ଣ ନା ଉପକାର କରିବି? ହଉ ହଉ, ଯା, ଆଜି ତତେ ଦୟାକରି ଛାଡ଼ିଦେଲି। ଆଉ ଦିନକର କଥା। ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାଶରେ ପଡ଼ିଗଲା। ତା ଗୋଡ଼ ଫାଶରେ ବାନ୍ଧି ହୋଇଗଲା। ଖୁବ୍ ଜୋରରେ ଗର୍ଜନ କରି ଫାଶକୁ ଟାଣିଲା, ହେଲେ ଫାଶ ଛିଡ଼ିଲା ନାହିଁ। ସିଂହର ଗର୍ଜନ ଶୁଣି ମୂଷାଛୁଆ ଆସିଲା। ସିଂହ ପାଖକୁ ଆସି ତା ମୁନିଆ ଦାନ୍ତରେ ଫାଶ ଦଉଡ଼ିକୁ ଟିକି ଟିକି କରି କାଟିଦେଲା। ସିଂହ ଶିକାରୀ ଫାଶରୁ ରକ୍ଷା ପାଇଗଲା। ମୂଷାଛୁଆ ଉପରେ ଖୁବ୍ ଖୁସି ହେଲା। ଗପଟି ସରିଲା ପିଲାମାନେ। ଏହି ଗପରୁ ତୁମେମାନେ କ'ଣ ଶିଖିଲ କମେଣ୍ଟରେ ଜଣାଇବ। ଏମିତି ନୂଆ ନୂଆ ଗପ ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।